ମହାଜାଗତିକ ଉଦ୍ୟାନ। ଖରା ଛୁଟି ପରେ ସ୍କୁଲ ଖୋଲିଥାଏ। ବସ୍ନା ସହରର ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ଖରା ଛୁଟି ବିଷୟରେ ଆଲୋଚନା କରୁଥାନ୍ତି। ପ୍ରକାଶ, ତୁମେ ଏଥର ଖରା ଛୁଟିରେ କୁଆଡ଼େ ଯାଇଥିଲ? ରବି ପଚାରିଲା। ଆମେ ଦିଲ୍ଲୀ ଯାଇଥିଲୁ। ମୋ ବାପାଙ୍କର ବଡ଼ ଭାଇ ସେଠାରେ ରହନ୍ତି। ମୁଁ ଲାଲକିଲ୍ଲା ଦେଖିଲି ଓ ଆଗ୍ରାର ତାଜମହଲ ବୁଲି ଯାଇଥିଲୁ, ପ୍ରକାଶ କହିଲା। ରବି, ତୁମେ କୁଆଡ଼େ ଯାଇଥିଲ? ରାମୁ ପଚାରିଲା। ଆମେ ଅଜା ଘରକୁ ଯାଇଥିଲୁ, ରବି ଉତ୍ତର ଦେଲା। ଏଥର ଖରା ଛୁଟି କେତେ ଶୀଘ୍ର ସରିଗଲା, ରବି କହିଲା। କିଛି ସମୟ ପରେ ଆଦିତ୍ୟ, ରାଜେଶ, ଶେଖର ଇତ୍ୟାଦି ଆଉ କିଛି ପିଲା ସେମାନଙ୍କର ଖରା ଛୁଟି କିପରି କଟାଇଲେ ଏସବୁ କହିଲେ। ଭାସ୍କର ସମସ୍ତଙ୍କ କଥା ଶୁଣୁଥିଲା, କିନ୍ତୁ ତାର କଥାରେ ମନ ନଥିଲା। ଏହା ଦେଖି ଆଦିତ୍ୟ ତାଙ୍କୁ ପଚାରିଲା, କଥା କ'ଣ ଭାସ୍କର? ଆମେ ଖରା ଛୁଟି ବିଷୟରେ କଥାବାର୍ତ୍ତା ହେଉଛୁ, ତୁ କିନ୍ତୁ ଚୁପଚାପ ବସିଛୁ। ଖରା ଛୁଟିରେ କୁଆଡ଼େ ଯାଇଥିଲୁ? ଭାସ୍କର ଉତ୍ତର ଦେଲା, ଆମେ କୁଆଡ଼େ ଯାଇନୁ। ଆମେ ସମସ୍ତେ ମହୀଶୂର ଯିବାକୁ ବାହାରିଥିଲୁ, କିନ୍ତୁ ଯେଉଁଦିନ ବାହାରିଲୁ ଠିକ୍ ସେହିଦିନ ମୋର ସାନ ଭଉଣୀ ଅସୁସ୍ଥ ହେଲା। ତାକୁ ଡେଙ୍ଗୁ ଜ୍ୱର ହୋଇଥିଲା। ସେ ଡାକ୍ତରଖାନାରେ ଦାଖଲ ହେଲା। ଏ ପର୍ଯ୍ୟନ୍ତ ସ୍କୁଲ ଆସିପାରି ନାହିଁ। ଡାକ୍ତର ତାକୁ ଆଉ କିଛି ଦିନ ବିଶ୍ରାମ ନେବାକୁ କହିଛନ୍ତି। ମୋ ବାପା ମା ମଧ୍ୟ ଭାରି ବ୍ୟସ୍ତ ହେଉଛନ୍ତି। ବାପା କହୁଥିଲେ ଯେ ତାର ଚିକିତ୍ସାରେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହୋଇଛି। ଭାସ୍କରର ଆଖିରେ ଲୁହ ଭରିଗଲା। ସବୁ ପିଲାମାନେ ତାଙ୍କ ପାଇଁ ଦୁଃଖୀ ହେଲେ। ସେମାନେ ତାକୁ ବୁଝାଇବାକୁ ଚେଷ୍ଟା କଲେ। ଆମେ ପଢ଼ିନଥିଲେ କି ଡେଙ୍ଗୁ ଜ୍ୱର ମଶା କାମୁଡ଼ିବାରୁ ହୋଇଥାଏ? ଶେଖର ପଚାରିଲା। ଡେଙ୍ଗୁ, ମ୍ୟାଲେରିଆ କେବଳ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ, ରାଜେଶ କହିଲା। ଯଦି ଆମେ ଆମ ଚାରିପଟ ପରିଷ୍କାର ରଖିବା, ତେବେ ଆମେ ମଶା ମାଛିଙ୍କୁ ଦୂରେଇ ରଖିପାରିବା। ଆମେମାନେ ଚେଷ୍ଟା କରିବା ଉଚିତ ଏବଂ ଆମ ଚାରିପଟର ପରିବେଶର ପରିଚ୍ଛନ୍ନତା ବଜାୟ ରଖିବା ଉଚିତ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଦିତ୍ୟ କହିଲା। ଏତିକିବେଳେ ସ୍କୁଲ ବେଲ୍ ବାଜିଲା। ସମସ୍ତେ ପ୍ରାର୍ଥନା ସାରିବା ପରେ ନିଜ ନିଜର ଶ୍ରେଣୀଗୃହକୁ ଚାଲିଗଲେ। ପରଦିନ ସ୍କୁଲ ସାରିବା ପରେ ପିଲାଏ ଖେଳ ପଡ଼ିଆରେ ଏକାଠି ହେଲେ। ଭାସ୍କର, ତୁମ ସାନ ଭଉଣୀ ଏବେ କେମିତି ଅଛି? ପିଲାମାନେ ପଚାରିଲେ। ସେ ଭଲ ଅଛି, ଧୀରେ ଧୀରେ ସୁସ୍ଥ ହେଉଛି, ଭାସ୍କର କହିଲା। ଆଦିତ୍ୟ କହିଲା, ସାଙ୍ଗମାନେ ଦେଖ, ମୋର ତୁମ ସମସ୍ତଙ୍କୁ କିଛି କହିବାର ଅଛି। ମୁଁ ଏଥର ଖରା ଛୁଟିରେ ମୋର ମାମୁଙ୍କ ଘର ଆମେରିକା ଯାଇଥିଲି। ସେଠି ଯାହା ଯାହା ଦେଖିଲି ତୁମମାନଙ୍କୁ ୟୁଏସ୍ଏସ୍ରୁ ଫେରି କହିବାକୁ ଚାହିଁ ବସିଛି। ସ୍କୁଲ ଖୋଲିବାକୁ ବ୍ୟାକୁଳ ହୋଇ ଚାହିଁଥିଲି। ମୋର ମାମୁଁ ଆମକୁ ଆମେରିକାର ବହୁ ପ୍ରସିଦ୍ଧ ସ୍ଥାନ ବୁଲାଇ ଦେଖାଇଲେ। ଆଜି ପର୍ଯ୍ୟନ୍ତ ବହିରେ ପଢ଼ୁଥିବା ସ୍ଥାନଗୁଡ଼ିକୁ ଦେଖି ମୁଁ ମନେ ମନେ ବହୁତ ଖୁସି ହେଲି। ଗୋଟିଏ ମାସ ସେଠାରେ ବିତାଇଲି। ମୁଁ ସେଠାରେ ଥିବା ସମୟରେ ଏବଂ ବିଭିନ୍ନ ସ୍ଥାନ ବୁଲି ଦେଖିଲା ବେଳେ ଗୋଟିଏ ଜିନିଷ ଲକ୍ଷ୍ୟ କଲି ଯେ ସେମାନେ ପରିବେଶକୁ ପରିଷ୍କାର ରଖୁଛନ୍ତି। ଆମେରିକାକୁ ବୁଲି ଦେଖିବାର ଆକର୍ଷଣ ଖୁବ୍ ଅଧିକ, କାରଣ ସେମାନେ ପରିବେଶକୁ ପରିଷ୍କାର ରଖିବା ପ୍ରତି ଦୃଷ୍ଟି ଦେଉଛନ୍ତି। ସେମାନଙ୍କର ରାସ୍ତାଘାଟ ଆମ ଘରଠାରୁ ଅଧିକ ପରିଷ୍କାର ଦିଶେ। ଚଉଡ଼ା ରାସ୍ତାରେ କୌଣସି ସ୍ଥାନରେ ଅଳିଆର ଚିହ୍ନବର୍ଣ୍ଣ ଦେଖିବାକୁ ମିଳେ ନାହିଁ। ସେମାନେ ରାସ୍ତା କଡ଼ରେ ଅଳିଆ ପକାନ୍ତି ନାହିଁ। ପ୍ରତ୍ୟେକ ନିଜ ଘରର ଅଳିଆ ନିର୍ଦ୍ଧାରିତ ଅଳିଆ ଡବାରେ ପକାଇଥାନ୍ତି। ରବି କହିଲା, ଆମ ଦେଶରେ ମଧ୍ୟ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରହିଛି। ପ୍ରତ୍ୟେକ ଦେଶର ନିଜସ୍ୱ ସୌନ୍ଦର୍ଯ୍ୟ ଓ ସ୍ୱତନ୍ତ୍ରତା ରହିଛି, କିନ୍ତୁ ଆମେ ଯେତେବେଳେ ଟ୍ରେନରେ ଯାତ୍ରା କରୁ, ଆମେ ଖାଦ୍ୟ ଓ କାଗଜପତ୍ର ଇତ୍ୟାଦି ଝରକା ବାଟେ ପକାଇ ଦେଇଥାଉ। ସେଗୁଡ଼ିକ ପବନରେ ଫେରିଆସି ବେଳେବେଳେ ଆମ ମୁହଁରେ ପିଟି ହୋଇଥାଏ। ବେଳେବେଳେ ଲୋକେ ଝରକା ପଟେ ବାହାରକୁ ଛେପ ପକାନ୍ତି। ସେହି ଛେପ ଝରକା ପାଖରେ ବସିଥିବା ଅନ୍ୟ କାହା ମୁହଁରେ ପଡ଼ିଥାଏ। ତାହା ସତ୍ୟ, ସମସ୍ତେ କହିଲେ। ତାପରେ ଆଦିତ୍ୟ କହିଲା, ମୁଁ ବସରେ ଏବଂ ଟ୍ରେନରେ ମଧ୍ୟ ଯାତ୍ରା କରିଛି। ସେଠାରେ ମଧ୍ୟ ଅଳିଆର ଚିହ୍ନବର୍ଣ୍ଣ ନଥାଏ। ଛୋଟିଆ ପାଣିକୁଣ୍ଡଟିଏ ହେଉ, ପୋଖରୀ ହେଉ
କିମ୍ବା ହ୍ରଦ ହେଉ, ସେମାନେ ଚାରିପଟକୁ ସବୁବେଳେ ପରିଷ୍କାର ରଖନ୍ତି। ବନ୍ଧୁମାନେ, ଆମେମାନେ ଆଜିଠାରୁ ପରିବେଶକୁ ପରିଷ୍କାର ରଖିବା ପାଇଁ ଉଦ୍ୟମ କରିବା। ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରି ନିଜର ଉନ୍ନତି କରିବାକୁ ଚେଷ୍ଟା କରିବା। ଆସ ନିଶ୍ଚିନ୍ତ କରିବା ଯେ ଆମ ଭିତରୁ କେହି ଭାସ୍କରର ଭଉଣୀ ପରି ଅସୁସ୍ଥ ହେବେ ନାହିଁ। ଆସନ୍ତୁ ସମସ୍ତେ ଚେଷ୍ଟା କରି ଆମର ପରିବେଶକୁ ପରିଷ୍କାର ରଖିବା। ଯଦି ଆମେ ମିଳିମିଶି କାର୍ଯ୍ୟ କରିବା, ତେବେ ଅସାଧ୍ୟ ବୋଲି କିଛି ରହିବ ନାହିଁ। ପିଲାମାନେ ଶପଥ କରିବା ପାଇଁ ଏକାଠି ହାତ ମିଳାଇଲେ। ସମସ୍ତେ ଶପଥ କଲେ ଯେ ସେମାନେ ଏକାଠି ବସି ଗୋଟିଏ ଯୋଜନା କରିବେ। ପ୍ରଥମେ ସେମାନେ ସେମାନଙ୍କର ସ୍କୁଲ ପରିସର ପରିଷ୍କାର କରିବେ। ପିଲାମାନେ ନିଜକୁ ବିଭିନ୍ନ ଦଳରେ ବିଭକ୍ତ କଲେ ଏବଂ ଛୁଟି ଦିନରେ ସହରରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କଲେ, ଯେପରି ଲୋକେ ରାସ୍ତାରେ ଛେପ ପକାଇବେ ନାହିଁ ଏବଂ ଅଳିଆ ଡବାରେ ଅଳିଆ ପକାଇବେ। ସେମାନେ ଜୀବାଣୁମାନେ କିପରି ବାୟୁରୁ ଆମ ଶରୀରରେ ପ୍ରବେଶ କରନ୍ତି ଏବଂ ଆମେ ରାସ୍ତାରେ ପକାଉଥିବା ଅଳିଆ କିପରି ଆମ ଅସୁସ୍ଥତାର କାରଣ ହୁଏ, ତାହା ବର୍ଣ୍ଣନା କରୁଥିବା ପ୍ଲାକାର୍ଡ ହାତରେ ଧରିଲେ। ସେମାନେ ମଧ୍ୟ ଲୋକଙ୍କୁ ବୁଝାଇଲେ ପ୍ଲାଷ୍ଟିକ ବ୍ୟାଗ କ୍ଷତିକାରକ ଏବଂ ଏହାକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଲେ। ପ୍ରଥମେ ସମସ୍ତେ ତାଙ୍କୁ ଦେଖି ହସିଲେ ଏବଂ ତାଙ୍କୁ ଉପହାସ କଲେ, କିନ୍ତୁ ଧୀରେ ଧୀରେ ଲୋକେ ପିଲାଙ୍କର ଆଗ୍ରହ ଲକ୍ଷ୍ୟ କଲେ ଏବଂ ପିଲାମାନେ ପରିବେଶକୁ ପରିଷ୍କାର କରିବା ପାଇଁ କେତେ ଚିନ୍ତିତ ହୃଦୟଙ୍ଗମ କଲେ। ସେମାନଙ୍କ ଭିତରେ ପରିବର୍ତ୍ତନ ଦେଖାଦେଲା। ଅଧିକରୁ ଅଧିକ ପିଲା ତାଙ୍କ ସହିତ ସାମିଲ ହେଲେ ଏବଂ ଧୀରେ ଧୀରେ ଏହା ପିଲାମାନଙ୍କର ପରିବେଶ ଆନ୍ଦୋଳନ ପାଲଟିଗଲା। ଛୋଟିଆ ସହରର ଲୋକମାନଙ୍କ ମନରେ ମନୋଭାବ ପରିବର୍ତ୍ତନ ପରିଲକ୍ଷିତ ହେଲା। ସେମାନେ ଗାଁ ହ୍ରଦର ଚାରିପଟେ ପଡ଼ିଥିବା ଅଳିଆ ଏକାଠି କଲେ ଏବଂ ଏସବୁକୁ ସଠିକ ଭାବରେ ପୋତି ନଷ୍ଟ କଲେ। ସେମାନେ ସ୍କୁଲ ଚାରିପଟେ ଛୋଟ ଛୋଟ ଫୁଲ ଫୁଟୁଥିବା ଗଛ ଲଗାଇଲେ, ଯାହାକି ସ୍କୁଲକୁ ଛାୟା ପ୍ରଦାନ କରିବ। ରାସ୍ତାର ଦୁଇ ପାର୍ଶ୍ୱରେ ଏବଂ ଖାଲି ସ୍ଥାନରେ ସେମାନେ ଗଛ ଲଗାଇବାକୁ ଆରମ୍ଭ କଲେ। ସେମାନେ ପିଲାମାନଙ୍କୁ ପରିବେଶର ପରିଚ୍ଛନ୍ନତା ବିଷୟରେ ଶିକ୍ଷା ଦେବା ପାଇଁ ସ୍କୁଲର ବାର୍ଷିକ ଦିବସ ଉତ୍ସବରେ ଗୋଟିଏ ଛୋଟ ନାଟକ ଉପସ୍ଥାପନ କଲେ। ଆଦିତ୍ୟ ଏବଂ ତାଙ୍କର ବନ୍ଧୁମାନେ ମିଶି ନିଷ୍ପତ୍ତି ନେଲେ ଯେ ସେମାନେ ପରିବେଶ ପରିଷ୍କାର କରିବାର କାର୍ଯ୍ୟକ୍ରମ ଜାରି ରଖିବେ ଏବଂ ସେମାନେ ସ୍କୁଲରୁ ବିଭିନ୍ନ ସ୍ଥାନରେ କଲେଜ ପଢ଼ିବା ପାଇଁ ଗଲେ ମଧ୍ୟ ଏହି କାର୍ଯ୍ୟରୁ ବିରତ ହେବେ ନାହିଁ। ସେମାନେ ଯେତେବେଳେ ସ୍କୁଲର ବାର୍ଷିକ ଦିବସ ଉତ୍ସବରେ ଯୋଗ ଦେବାକୁ ଆସିଲେ, କଲେକ୍ଟର ଯେଉଁ ଛାତ୍ରମାନେ ସବୁଜ ପରିବେଶ କାର୍ଯ୍ୟକ୍ରମ ପଛରେ ଥିଲେ, ସେମାନଙ୍କୁ ଏହି ସଫଳତା ପାଇଁ ସାର୍ଟିଫିକେଟ ଓ ପୁରସ୍କାର ଦେଇ ସମ୍ମାନିତ କଲେ। ତାପରେ ସେ ଛାତ୍ରଛାତ୍ରୀମାନଙ୍କୁ କହିଲେ ଯେ ଏହି ଛାତ୍ରଛାତ୍ରୀଙ୍କର ଉଦ୍ୟମରେ ତାଙ୍କ ଅଞ୍ଚଳ ସୁନ୍ଦର ନନ୍ଦନକାନନରେ ପରିଣତ ହୋଇଛି। ସେ କହିଲେ ଯେ ଗ୍ରାମବାସୀ ଏବଂ ସ୍କୁଲ ସମଗ୍ର ଦେଶ ଓ ରାଜ୍ୟ ପାଇଁ ଆଦର୍ଶ ପାଲଟି ଯାଇଛି।